ରାସୋଳ ସପ୍ନେଶ୍ୱର ମନ୍ଦିରରେ ମହାଶିବରାତ୍ରି ପାଳନ। ଆଧ୍ୟାତ୍ମିକ ଭାବନାର ସହିତ ଆଜି ମହାଶିବରାତ୍ରିରେ ରାସୋଳ ତଥା ଆଖପାଖ ଅଞ୍ଚଳରୁ ଶତାଧିକ ଅବଳା ବୃଦ୍ଧବନିତା ଭକ୍ତଗଣ ରାସୋଳ ଦେଉଳ ସାହିସ୍ଥିତ ଶ୍ରୀ ଶ୍ରୀ ସପ୍ନେଶ୍ୱର ମନ୍ଦିରରେ ମହାଦେବଙ୍କୁ ଦର୍ଶନ କରିବା ସହିତ ମନ୍ଦିର ପରିସରରେ ଅନୁଷ୍ଠିତ ଚୌପହର ଅଷ୍ଟପ୍ରହରୀ ନାମଯଜ୍ଞରେ ଗୌରାଙ୍ଗ ମହାପ୍ରଭୁଙ୍କର ଦର୍ଶନ ଲାଭ କରି ହରିହରଙ୍କ କୃପା ଲାଭ କରିଛନ୍ତି। ହରିହରଙ୍କ ପାବନ ବିଜେ ସ୍ଥଳୀରେ ମାନସିକ ଧାରିମାରି ମନ୍ଦିର ଚତୁଃପାର୍ଶ୍ୱରେ ନିଷ୍ଠାର ସହିତ ଦୀପ ପ୍ରଜ୍ୱଳନ ପୂର୍ବକ ରାତି ଉଜାଗର ରହି ପ୍ରଭୁ ଶ୍ରୀ ସ୍ୱପ୍ନେଶ୍ୱରଙ୍କର ଆରାଧନା କରିଛନ୍ତି। ସ୍ୱପ୍ନେଶ୍ୱର ମନ୍ଦିର ପରିଚାଳନା କମିଟି ତଥା ଆଞ୍ଚଳିକ ସ୍ତରରେ କୁମାର କ୍ଲବ, ସନରାଇଜ କ୍ଲବ, ଜନମଙ୍ଗଳ ରାସୋଳର ବହୁ ସ୍ୱେଚ୍ଛାସେବୀ ଭାଇ ଭଉଣୀମାନେ ପ୍ରଭୁଙ୍କ ସେବାରେ ନିୟୋଜିତ ହେବା ସହିତ ଶ୍ରଦ୍ଧାଳୁ ଭକ୍ତମାନ ଜନମାନଙ୍କ ସମସ୍ତ ପ୍ରକାର ସୁବିଧା ସହାୟତାର ହାତ ବଢ଼ାଇଛନ୍ତି। ପ୍ରଭୁଙ୍କ ଦର୍ଶନ ଲାଭ କରିବା ସହିତ ହଜାର ହଜାର ଭକ୍ତଜନ ମାନେ ଅନ୍ନପ୍ରସାଦ ପ୍ରାପ୍ତ କରି ପ୍ରଭୁଙ୍କ କୃପା ଲାଭ କରି ସକାଳ 4 ଘଟିକା ସମୟରେ ମହାଦୀପ ମନ୍ଦିର ଉପରକୁ ଉଠାଇଥିବା ବେଳେ ମହାଦୀପର ଦିବ୍ୟ ଦର୍ଶନ କରି ଭକ୍ତଜନ ଧନ୍ୟ ହୋଇଛନ୍ତି। ରାସୋଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଦିବାକର ନାୟକ ଉପସ୍ଥିତ ରହି ସମସ୍ତ ଭକ୍ତଜନଙ୍କୁ ମହାଶିବରାତ୍ରିର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହିତ ସାରା ବିଶ୍ୱର ମଙ୍ଗଳ କାମନା କରିଛନ୍ତି। ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ଆଜି ପବିତ୍ର ମହାଶିବରାତ୍ରି ରାସୋଳ ସପ୍ନେଶ୍ୱର ମନ୍ଦିରଠାରେ ଅନୁଷ୍ଠିତ ହେଉଛି। ମହାଶିବରାତ୍ରି ଶ୍ରଦ୍ଧାଳୁ ବିଭିନ୍ନ ପଞ୍ଚାୟତରୁ ଆସି ରାସୋଳ ପଞ୍ଚାୟତ ଲୋକ ହଜାର ହଜାର ଲୋକ ଆଜି ଜାଗର ଜାଳୁଛନ୍ତି ଏବଂ ସମସ୍ତଙ୍କୁ ମୋ ରାସୋଳ ଗ୍ରାମ ପଞ୍ଚାୟତ ତରଫରୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଏବଂ ନମସ୍କାର। ଆଜି ଚୌପଦୀ ମହାଯଜ୍ଞ ଅନୁଷ୍ଠାନ ହେଉଛି। ଏହି ଅନୁଷ୍ଠାନରେ ସମସ୍ତଙ୍କୁ ମୋର ଧନ୍ୟବାଦ ଏବଂ ଶୁଭେଚ୍ଛା ଏବଂ ସ୍ୱାଗତ। ଆରମ୍ଭ କରିବି। ଆଜି ହେଉଛି ମହାପ୍ରଭୁ ଶିବରାତ୍ର। এই শিবরাত্রি আম অঞ্চলের গোটে মহান পর্ব। এতে জাতি বর্ণ ধর্ম নির্বিশেষে সমস্ত ভক্ত আসছেন মহাপ্রভু দর্শন করা এবং উজাগর রাতি সারা উজাগর রহি দীপ জালতি এবং এতে সমস্ত সহযোগ রয়েছে। আমার যুববন্ধু মানে এর বিশেষ ভাবে ভূমিকা দিয়েছেন। এতে আজ অষ্টপহরী চৌপহরী হচ্ছে এবং আমার কীর্তন চালিছি। আমার এইভাবে ভাবে अन्नप्रसाद हजार हजार लोक अन्नप्रसाद व्यवस्था चली। भाव 10-12 वर्ष है ये कार्यक्रम चली। 1975 मसीह ये कार्यक्रम ये चली रही। 75 वर्ष है ये शिव मंदिर प्रतिष्ठा है। शिव मंदिर में आज दिनकू दिन लोकर उत्साह बढ़ुଛି, आग्रह बढ़ुଛି। हजार हजार नर नारी ये आसीना महाप्रभु दर्शन कर राति सारा उजार हो राति उजार रही दीप जालिबे प्रसाद से ग्रहण करेंगे। महादेव 4टार उठे।